नमस्कार दर्शक बंधु मु बापुन आपण मानक स्वागत जनाऊँ पत्रिका टीवी को आउ डेरी न करी आसंतु जानिबा आजिर किछि गुरुत्वपूर्ण खबर। ट्राप लाइन प्रभाव में राज्य में आसंता 25 तारिख जाए लगी रहिब वर्षा सह झड़ पवन। आसंता 24 तारिख में राज्य में अधारू अधिक जिले में वर्षा संभावना। आसंता 24 घंटे 9 जिला को घड़घड़ी बिजुली सह कुआपथर वर्षा पर ऑरेंज अलर्ट जारी होईछि। बालेश्वर भद्रक जाजपुर मयूरभंज केन्दुझर ढेंकानाल सुंदरगढ़ झारसुगुड़ा को सतर्क सूचना रही बेले ଏହି ସମୟରେ 50ରୁ 60 କିଲୋମିଟର ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେହିପରି 13 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ସତର୍କତା ସହ 40ରୁ 50 କିଲୋମିଟର ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେହିପରି ଆଜି 4 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ କୁଆପଥର ବର୍ଷା ସହ ଝଡ଼ି ପବନ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। 24 ଯାଏଁ ଏଭଳି ସ୍ଥିତି ରହିବା ସହ ବର୍ଷା ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ପରବର୍ତ୍ତୀ ଖବର ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇ ଦେବେ ରାଜ୍ୟ ସରକାର। 2025-26 ଅବକାରୀ ନୀତିକୁ ନେଇ ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି କିଛି ଯୋଜନା ହୋଇଛି। ଅବକାରୀ ନୀତିର ସ୍ଲୋଗାନ ରହିଛି କମ୍ ପିଅ କିନ୍ତୁ ଭଲ ପିଅ। ଏଣିକି ମାଣ୍ଡିଆ, ବାଜରା, ଯଅ ଭଳି ଖାଦ୍ୟଶସ୍ୟରୁ ତିଆରି ହେବ ମଦ। ଆଉ ଏହାକୁ ଯେଉଁ କମ୍ପାନୀ ତିଆରି କରିବେ ସେହି କମ୍ପାନୀକୁ ସବସିଡି ଯୋଗାଇ ଦେବେ ରାଜ୍ୟ ସରକାର। ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ଅଧିକ ମାନସ୍ତ ମନ୍ଥନ। ନୂଆ ଅବକାରୀ ନୀତି ନେଇ ବିଭିନ୍ନ ଷ୍ଟକ୍ ହୋଲ୍ଡରଙ୍କ ସହ ହୋଇଛି ଆଲୋଚନା। ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେଭର ମିଶାଇ ବିଶ୍ୱସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ସରକାର। ଏହାଦ୍ୱାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ରପ୍ତାନି ହେବ ଓଡ଼ିଶା ତିଆରି ମଦ। ରାଜ୍ୟରେ ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା କିପରି ପ୍ରତିଷ୍ଠାତା ହୋଇପାରିବ ସେ ଦିଗରେ ଆଲୋଚନା ହୋଇଛି। ଏଥିସହ କିଭଳି ଅପମିଶ୍ରିତ ମଦ ବନ୍ଦ ହେବ ଆଉ ସେଥିପାଇଁ ଅବକାରୀ ନୀତିରେ କ'ଣ ପରିବର୍ତ୍ତନ କରାଯିବ ସେ ନେଇ ମଧ୍ୟ ବୈଠକରେ ବିଚାର ବିମର୍ଶ ହୋଇଛି। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶାରେ ଆଗ୍ରହୀ ଥିବା ନିବେଶକଙ୍କୁ ଏଥିପାଇଁ ଆକୃଷ୍ଟ କରାଯିବ ବୋଲି କହିଛନ୍ତି ଅବକାରୀ କମିଶନର। ରାଜ୍ୟ ଅତିଥି ଭବନରେ ହୋଇଥିବା ଏହି ବୈଠକରେ ଅବକାରୀ ମନ୍ତ୍ରୀଙ୍କ ସହ ଅବକାରୀ କମିଶନର ଓ ବହୁ ଷ୍ଟକ୍ ହୋଲ୍ଡର ସାମିଲ ହୋଇଥିଲେ। ପରବର୍ତ୍ତୀ ଖବର 3 ମାସ ହେଲା ଦରମା ମିଳୁନଥିବାରୁ ଜଣେ ସରକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନ ଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଖବର ପ୍ରସାରଣ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଦରମା ମିଳିଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବନ୍ଧନ ବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ସରକାରୀ ଶିକ୍ଷକ ଓ ଏକ୍ସ କ୍ୟାଡର ପ୍ରଭୁଦତ୍ତ ସାହୁ ବୁଧବାର ବିଦ୍ୟାଳୟ ଶିକ୍ଷକଙ୍କୁ ଏକ ଛୁଟି ଦରଖାସ୍ତ ଦେଇଥିଲେ। ତେବେ ଉକ୍ତ ଛୁଟି ଦରଖାସ୍ତରେ ଶିକ୍ଷକ ଜଣକ ଯେଉଁ ଉଦ୍ଦେଶ୍ୟରେ ଛୁଟି ମାଗିଥିଲେ ତାକୁ ପଢ଼ି ପ୍ରଧାନ ଶିକ୍ଷକ ଚକିତ ହୋଇଯାଇଥିଲେ। ଦରଖାସ୍ତରେ ସରକାରୀ ଶିକ୍ଷକ ସାହୁ ଉଲ୍ଲେଖ କରିଛନ୍ତି ଦୀର୍ଘ 3 ମାସ ହେଲା ଦରମା ପାଇନଥିବାରୁ ଆର୍ଥିକ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି। ଏଣୁ ମଜୁରୀ କରିବାକୁ ଯିବେ। ଏଥିସକାଶେ 20 ତାରିଖ ଗୁରୁବାର ସ୍କୁଲରେ ଉପସ୍ଥିତ ହୋଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ଉକ୍ତ ଛୁଟି ଦରଖାସ୍ତ ଗ୍ରହଣ କରିବା ପରେ ଗୁରୁବାର ସେ ଜଣେ ଚାଷୀଙ୍କ କ୍ଷେତରେ ମୂଲ ଲାଗିବାକୁ ଯାଇଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଶୁକ୍ରବାର ସମ୍ପୃକ୍ତ ଶିକ୍ଷକଙ୍କ ସହ ଦରମା ପାଇନଥିବା ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ଦରମା ପ୍ରଦାନ କରାଯାଇଥିବାର ଜଣାପଡ଼ିଛି। ପରବର୍ତ୍ତୀ ଖବର ପୁଣି ଡରାଇଲା ଚୀନ ମାଡ଼ି ଆସୁଛି ଆଉ ଏକ ନୂଆ ଭାଇରସ। ଚୀନର ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ। ତେବେ ଚୀନରେ ନୂଆ ପ୍ରଜାତିର କରୋନା ଭୂତାଣୁ ହୋଇଛି ଚିହ୍ନଟ। ଏହି ନୂଆ ଭୂତାଣୁ କୋଭିଡ-19 ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି, ଯାହାକୁ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରମାନଙ୍କ ମଧ୍ୟରେ ଛନକା ପଶିଛି। ତେବେ ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷଠାରେ ଠାବ ହୋଇନାହିଁ। ଏହି ଭୂତାଣୁର ନାଁ HKU5-CoV2। ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି। ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ। ଏହା କେବଳ ବାଦୁଡ଼ି ନୁହେଁ, ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ। ପରବର୍ତ୍ତୀ ଖବର ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧୀୟ ସବୁ ଫଟୋ ଓ ଭିଡ଼ିଓକୁ ସୋସିଆଲ ମିଡ଼ିଆ ଏକ୍ସରୁ ହଟାଇବାକୁ ଭାରତୀୟ ରେଳ ମନ୍ତ୍ରାଳୟର ନିର୍ଦ୍ଦେଶ। ମୋଟ 258 ଭିଡ଼ିଓ ହଟାଇବାକୁ କୁହାଯାଇଥିବା ସୂଚନା ମିଳିଛି। ତେବେ ଫେବୃଆରୀ 15ରେ ଦିଲ୍ଲୀ ଷ୍ଟେସନରେ ବୋର୍ଡ ଅଘଟଣରେ 18 ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ। 15 ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ କୁମ୍ଭମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କର ବିରାଟ ଭିଡ଼ ଜମିଥିବା ବେଳେ ଦଳାଚକଟା ପରିସ୍ଥିତି ହୋଇଥିଲା। ସ୍ୱତନ୍ତ୍ର ଟ୍ରେନର ବିଳମ୍ବ ହେବା ଏବଂ ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା କାରଣରୁ ଷ୍ଟେସନରେ ଦଳାଚକଟା ହୋଇଥିଲା। ଏହି ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ରେଳ ମନ୍ତ୍ରାଳୟର ଅବହେଳା ଦର୍ଶାଇ ବିରୋଧୀ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଦିଲ୍ଲୀର ଛାତି ଉପରେ ଏଭଳି ମୃତ୍ୟୁର ତାଣ୍ଡବକୁ ସମସ୍ତେ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିଥିଲେ ଏବଂ ନିନ୍ଦା ବି କରିଥିଲେ। ଆଉ ଏବେ ସୋସିଆଲ ମିଡ଼ିଆ ଏକ୍ସରୁ ସେସବୁ ପୋଷ୍ଟ ଡିଲିଟ୍ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପରବର୍ତ୍ତୀ ଖବର କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏୟାର ଇଣ୍ଡିଆର ବିମାନ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିମାନର ସିଟ୍ ଗୁଡ଼ିକର ଖରାପ ସ୍ଥିତିକୁ ନେଇ ଶିବରାଜ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଶିବରାଜ କହିଛନ୍ତି ସେ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବା ପାଇଁ ଏୟାର ଇଣ୍ଡିଆ ବିମାନ AI-436ରେ ତାଙ୍କୁ ଟିକେଟ୍ ମିଳିଥିଲା। ବିମାନର ସିଟ୍ ସଂଖ୍ୟା 8C ତାଙ୍କୁ ଦିଆଯାଇଥିଲା।
କିନ୍ତୁ ସେ ଯେତେବେଳେ ସିଟ୍ ନିକଟରେ ପହଞ୍ଚିଲେ ସେତେବେଳେ ତାହା ଭଙ୍ଗାଦଦରା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ସିଟ୍ରେ ବସିବା କଷ୍ଟଦାୟକ ଥିଲା। ସେ ଏ ସମ୍ପର୍କରେ ବିମାନ କର୍ମଚାରୀଙ୍କୁ ଖରାପ ସିଟ୍ ଆବଣ୍ଟନ ସମ୍ପର୍କରେ ପ୍ରଶ୍ନ କରିବାରୁ ସେମାନେ ଉତ୍ତର ଦେଇଥିଲେ ଯେ ଏହି ସିଟ୍ ଭଲ ନଥିବା ନେଇ ପରିଚାଳକଙ୍କୁ ସୂଚିତ କରାଯାଇଥିଲା। ଏହି ସିଟ୍ର ଟିକେଟ୍ କୌଣସି ଯାତ୍ରୀଙ୍କୁ ବିକ୍ରି ନ କରିବାକୁ ମଧ୍ୟ କୁହାଯାଇଥିଲା। ଶିବରାଜ କହିଛନ୍ତି ଯାତ୍ରା ସମୟରେ ସହଯାତ୍ରୀମାନେ ତାଙ୍କୁ ସେମାନଙ୍କ ସିଟ୍ରେ ବସିବାକୁ ଅନୁରୋଧ କରିଥିଲେ, କିନ୍ତୁ ସେ ନିଜ ସୁବିଧା ପାଇଁ ଅନ୍ୟମାନଙ୍କୁ ଅସୁବିଧାରେ ପକାଇବାକୁ ଚାହିଁନଥିଲେ ଏବଂ ନିଜ ସିଟ୍ରେ ବସି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଆହୁରି ଲେଖିଛନ୍ତି ଯେ ତାଙ୍କ ଧାରଣା ଥିଲା ଟାଟା କମ୍ପାନୀ ଏୟାର ଇଣ୍ଡିଆକୁ ହାତକୁ ନେବା ପରେ ଏହାର ସେବା ଉନ୍ନତ ମାନର ହେବ, କିନ୍ତୁ ଏହା ତାଙ୍କର ଭ୍ରମ ଥିଲା। ତାଙ୍କୁ ଏପରି ସିଟ୍ ମିଳିଲା ବୋଲି ସେ କହୁନାହାନ୍ତି, କିନ୍ତୁ ଯାତ୍ରୀମାନଙ୍କଠାରୁ ଟଙ୍କା ନେଇ ଏପରି ଖରାପ ସିଟ୍ ଦେବା ଅନୈତିକ ଏବଂ ସେମାନଙ୍କ ପ୍ରତି ଧକ୍କା ବୋଲି ଶିବରାଜ କହୁଛନ୍ତି। ତେବେ ଶିବରାଜଙ୍କ ଟ୍ୱିଟ୍ ପରେ ଏୟାର ଇଣ୍ଡିଆ ପକ୍ଷରୁ ଏହାର ପ୍ରତିକ୍ରିୟା ରଖାଯାଇ କ୍ଷମା ପ୍ରାର୍ଥନା କରାଯାଇଛି। ପରବର୍ତ୍ତୀ ଖବର କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେଉଁଠି ଯେଉଁଠି ଜବରଦଖଲ ଅଛି ଜବରଦଖଲ ମୁକ୍ତ କରିବାକୁ ରାଜସ୍ୱ ବିଭାଗ ଓ ଇଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହୋଇଛି। ଖୁବ୍ ଶୀଘ୍ର ଏନେଇ ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେଉଁ ଜଙ୍ଗଲ ଜମି ଅବରୋଧ ହୋଇଛି ତାହା ବ୍ୟବସାୟିକ ଉଦ୍ଦେଶ୍ୟରେ ହେଉ ବା ବେଆଇନ ଭାବେ ଜବରଦଖଲ ହେଉ ସେ ବାବଦରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କିଛି ଦିନ ପୂର୍ବରୁ ସ୍ୱରାଜ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ କହିଥିଲେ ଓ ଏବେ ସେ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେଉଁ ଜଙ୍ଗଲ ଜମି ଅବରୋଧ ହୋଇଛି ତାହା ବ୍ୟବସାୟିକ ଉଦ୍ଦେଶ୍ୟରେ ହେଉ ବା ବେଆଇନ ଭାବେ ଜବରଦଖଲ ହେଉ ସେ ବିବାଦରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କିଛି ଦିନ ପୂର୍ବରୁ ସ୍ୱରାଜ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ କହିଥିଲେ। ଏବେ ସେ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛି। ପରବର୍ତ୍ତୀ ଖବର ଏଫ୍ବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଇଛନ୍ତି ଭାରତୀୟ କାଶ ପଟେଲ। ହେଲେ ସେ ଯେପରି ଭାବେ ଶପଥ ନେଇଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେତେବେଳେ ସେ ଶପଥ ନେବା ପାଇଁ ପହଞ୍ଚିଥିଲେ ସେତେବେଳେ ତାଙ୍କ ହାତରେ ଭଗବତ ଗୀତା ରହିଥିଲା। ଶପଥ ନେବା ବେଳେ ସେ ଭଗବତ ଗୀତାକୁ ହାତରେ ଧରିଥିଲେ ଓ ଶପଥ ନେଇଥିଲେ। ସେ ଶପଥ ନେଲା ବେଳେ ତାଙ୍କ ପରିବାର ତାଙ୍କ ନିକଟରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ପରିବାରର ସଦସ୍ୟ ଆଗ ଧାଡ଼ିରେ ବସିଥିଲେ। ନବମ ଏଫ୍ବିଆଇ ନିର୍ଦ୍ଦେଶକ ଭାବେ କାଶ ପଟେଲ ଶପଥ ନେଇଛନ୍ତି। ପ୍ରଥମ ଭାରତୀୟ ଭାବେ କାଶ ପଟେଲ ଏହି ଦାୟିତ୍ୱ ତୁଲାଇବେ। ପରବର୍ତ୍ତୀ ଖବର ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତଙ୍କର ଶନିବାର ଦିନ ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। 95 ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି। ସେ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏନେଇ ତାଙ୍କ ପୁଅ ମନୋଜ ରାଉତ ସୂଚନା ଦେଇଛନ୍ତି। ଓଡ଼ିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରେସ୍ କରିଥିଲେ। ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡ଼ିଆ ଏକ୍ସରେ ଶୋକ ବ୍ୟକ୍ତ କରି ସେ ଲେଖିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଓଡ଼ିଶୀକୁ ଶାସ୍ତ୍ରଭିତ୍ତିକ ଜ୍ଞାନରେ ପୁନର୍ଜୀବିତ କରିବାରେ ସେ ଅଗ୍ରଣୀ ଦାୟିତ୍ୱ ତୁଲାଇଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟର ଗରିମା ତଥା ଓଡ଼ିଶାର ଅଭିନୟ ଶବ୍ଦକୋଷକୁ ସମୃଦ୍ଧ କରିବାରେ ତାଙ୍କର ଜୀବନବ୍ୟାପୀ ଅବଦାନ ଚିରସ୍ମରଣୀୟ ରହି ରହିବ। ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପରବର୍ତ୍ତୀ ଖବର ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଶୁଳ୍କ ବା ଟାରିଫ୍ ସମ୍ପର୍କରେ ଧମକ ଦେଇଛନ୍ତି। ସେ ଭାରତ ଉପରେ ଟିପ୍ ଫର୍ ଟାଟ୍ ଶୁଳ୍କ ଲାଗୁ କରିବା ବିଷୟରେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକ ଉପରେ ରେସିପ୍ରୋକାଲ ଶୁଳ୍କ ଲାଗୁ କରିବେ। ସେ କହିଛନ୍ତି ଯେ ଏହି ଦେଶଗୁଡ଼ିକ ଆମେରିକୀୟ ସାମଗ୍ରୀ ଉପରେ ଯେଉଁଭଳି ଶୁଳ୍କ ଲଗାନ୍ତି ଆମେରିକା ମଧ୍ୟ ଏହି ଦେଶଗୁଡ଼ିକୁ ଆମଦାନୀ ଦେଉଥିବା ସାମଗ୍ରୀ ଉପରେ ସମାନ ଶୁଳ୍କ ଲଗାଇବ। ଟ୍ରମ୍ପ କହିଛନ୍ତି ଆମେ ଖୁବ୍ ଶୀଘ୍ର ପାରସ୍ପରିକ ଶୁଳ୍କ ବା ରେସିପ୍ରୋକାଲ ଟାରିଫ୍ ଲାଗୁ କରିବୁ। ଭାରତ କିମ୍ବା ଚାଇନା ପରି କୌଣସି କମ୍ପାନୀ କିମ୍ବା ଦେଶ ହେଉ ସେମାନେ ଆମଠାରୁ ଯାହା ବି ଚାର୍ଜ କରନ୍ତୁ ଆମେ ମଧ୍ୟ ସମାନ ଦେୟ ଦେବୁ। ଏଥର ମଧ୍ୟ ପ୍ରସଙ୍ଗରେ ତାଙ୍କର ମନୋଭାବ ସମାନ। ସେ କାନାଡା ଓ ମେକ୍ସିକୋକୁ ଆମଦାନୀ ଦେଉଥିବା ସାମଗ୍ରୀ ଉପରେ 25% ଟିକସ ଘୋଷଣା କରିଛନ୍ତି। ଚାଇନା ଉପରେ ମଧ୍ୟ 10% ଶୁଳ୍କ ଘୋଷଣା କରାଯାଇଛି। ସେମାନଙ୍କର ପରବର୍ତ୍ତୀ ଟାର୍ଗେଟ୍ ହେଉଛି ଭାରତ ସମେତ ଅନ୍ୟ ଅନେକ ଦେଶ। ପରବର୍ତ୍ତୀ ଖବର କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀ କହିଛନ୍ତି କମିଟି ଯେଉଁମାନଙ୍କୁ ଏହି ଘଟଣାରେ ସମନ କରିଥିଲା ସେମାନେ ପକ୍ଷ ରଖିଛନ୍ତି। ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଯାହା ପଚାରିବାର ଥିଲା ତାକୁ ରେକର୍ଡ କରି ରଖାଯାଇଛି। ଯେଉଁ ନିଷ୍କର୍ଷ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ଏହା ସହ ମନ୍ତ୍ରୀ କହିଛନ୍ତି ଏହି ଘଟଣାରେ 10 ଜଣଙ୍କୁ ଗିରଫ କରାଯାଇଛି। ତା ଭିତରେ ବାଉନ୍ସର, ଟ୍ରେନର, ସିକ୍ୟୁରିଟି ଗାର୍ଡ ଅଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ବି ଚାଲିଛି। ସିସିଟିଭି ଫୁଟେଜ ଫରେନ୍ସିକ୍ ଲ୍ୟାବକୁ ଯାଇଛି। ଫରେନ୍ସିକ୍ ଲ୍ୟାବରୁ ଆସିଥିବା କପି ଉପରେ ଯାଞ୍ଚ ହେଉଛି। ଏହି ଘଟଣାରେ କିଟ୍ ବିଶ୍ୱବିଦ୍ୟାଳୟର ଯେଉଁ 2 ମହିଳାଙ୍କ ଭିଡିଓ ସାମ୍ନାକୁ ଆସିଥିଲା ସେ 2 ଜଣ ସସ୍ପେଣ୍ଡ ହୋଇଛନ୍ତି। ଉଚ୍ଚସ୍ତରୀୟ ଯାଞ୍ଚ କମିଟି ସମନ ହୋଇଥିବା 2 ମହିଳା ମଧ୍ୟ ନିଜର ପକ୍ଷ ରଖିଛନ୍ତି।
ବର୍ତ୍ତମାନ ଯେଉଁ ଅଡ଼ିଓ ସାମ୍ନାକୁ ଆସିଛି ସେ ଅଡ଼ିଓର ସତ୍ୟାସତ୍ୟ ସମ୍ପର୍କରେ ପୋଲିସ ତଦନ୍ତ କରୁଛି। ଭଏସ୍ ସ୍ପେକ୍ଟ୍ରୋଗ୍ରାଫି ଆଧାରରେ ତଦନ୍ତ କରାଯାଉଛି। ଯଦି ତାହା ସତ ହୋଇଥାଏ ତେବେ ଆଇଟି ଆକ୍ଟ ବି ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ଦେଶର 9.8 କୋଟି ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ 24ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ଚାଷୀମାନଙ୍କୁ 19ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ପ୍ରାୟ 22,000 କୋଟି ଟଙ୍କା ପଠାଯିବ, ଯାହା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀ ଚାଷୀଙ୍କୁ ପ୍ରତି 4 ମାସରେ 2,000 ଟଙ୍କାର 3ଟି ସମାନ କିସ୍ତିରେ ବାର୍ଷିକ 6,000 ଟଙ୍କା ଦିଆଯାଏ। ଏହି ରାଶି ସିଧାସଳଖ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ପରବର୍ତ୍ତୀ ଖବର 2025ରେ 4ଟି ଗ୍ରହଣ ଦେଖାଯିବ। ଏଥିମଧ୍ୟରୁ 2ଟି ସୂର୍ଯ୍ୟଗ୍ରହଣ ଏବଂ 2ଟି ଚନ୍ଦ୍ରଗ୍ରହଣ ହେବ। 2025ରେ ମୋଟ 2ଟି ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏଥିମଧ୍ୟରୁ ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ସେହିପରି ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 14, 2025ରେ ହେବ। ଏହି ଚନ୍ଦ୍ରଗ୍ରହଣ ଧୂଳାଣ୍ଡି ଦିନ ହେବ, କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଭାରତରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଦ୍ୱିତୀୟ ଚନ୍ଦ୍ରଗ୍ରହଣ 7 ସେପ୍ଟେମ୍ବର 2025ରେ ହେବ। ଏହି ବର୍ଷ ହୋଲିକା ଦହନ 13 ମାର୍ଚ୍ଚ ରାତିରେ କରାଯିବ ଏବଂ ହୋଲି ପରଦିନ ଅର୍ଥାତ୍ 14 ମାର୍ଚ୍ଚ 2025ରେ ପାଳନ କରାଯିବ। ଆପଣମାନଙ୍କୁ କହି ରଖୁଛୁ ଯେ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 14 ସକାଳ 9:29ରୁ ଅପରାହ୍ନ 3:29 ପର୍ଯ୍ୟନ୍ତ ହେବ, କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଏହାର ସୂତକ ସମୟ ମଧ୍ୟ ବୈଧ ନୁହେଁ।